ଓମ୍ ଶାନ୍ତି। ଅବ୍ୟକ୍ତ ବାପଦାଦାଙ୍କର ଅବ୍ୟକ୍ତ ମିଳନ କରୁଥିବା ବ୍ୟକ୍ତରୁ ଅବ୍ୟକ୍ତ ହେବାର ପୁରୁଷାର୍ଥୀ ଆତ୍ମାମାନଙ୍କୁ ହୃଦୟର ସହିତ କୃତଜ୍ଞତା ଜଣାଇ ଆଜିର ପ୍ରଭୁ ଚିନ୍ତନର ଆଲୋଚନାର ପରିସରକୁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ତପସ୍ୟା ହିଁ ସର୍ବଶ୍ରେଷ୍ଠ ସମାରୋହ। ତପସ୍ୟା ଅର୍ଥାତ୍ ଭଗବାନଙ୍କ ସହିତ ମଉଜ କରିବା। ଭଗବାନ ଆସିଛନ୍ତି ନୂଆ ଜ୍ଞାନ ଦ୍ୱାରା ସବୁ ସମୟରେ ନୂଆ ଜୀବନ, ନୂଆ ମନୋବୃତ୍ତି, ନୂଆ ଦୃଷ୍ଟି, ନୂଆ ସୃଷ୍ଟିର ଅନୁଭବ କରୁଥିବା ସନ୍ତାନମାନଙ୍କୁ ସ୍ନେହରୂପକ ଅଭିନନ୍ଦନ ଦେବା ପାଇଁ। ସନ୍ତାନମାନେ ନୂତନ ଉମଙ୍ଗ ଉତ୍ସାହ ଦ୍ୱାରା ନିଜ ଭିତରେ ଦିବ୍ୟତାକୁ ଧାରଣ କରୁଥିବାର ମଧ୍ୟ ଅଭିନନ୍ଦନ ଜଣାଉଛନ୍ତି। ସମସ୍ତେ ଜାଣିଛନ୍ତି କି ଯୁଗ ହେଉଛି 4, ଯାହା ଶାସ୍ତ୍ରରେ ମଧ୍ୟ ବର୍ଣ୍ଣିତ ଅଛି। ପରନ୍ତୁ ଭଗବାନ ଏପରି ସମ୍ପୂର୍ଣ୍ଣ ପତିତ ତମପ୍ରଧାନ ଯୁଗର ଅନ୍ତିମ ସମୟରେ ଆସି ଆତ୍ମିକ ସନ୍ତାନମାନଙ୍କ ସହିତ ମିଳନ କରୁଛନ୍ତି, ଯାହା ସ୍ୱଳ୍ପ ସମୟସୀମା ବିଶିଷ୍ଟ ସର୍ବଶ୍ରେଷ୍ଠ ପଞ୍ଚମ ଯୁଗ, ଯାହାକୁ କଲ୍ୟାଣକାରୀ ପୁରୁଷୋତ୍ତମ ସଙ୍ଗମ ଯୁଗ ବୋଲି କୁହାଯାଏ। ଅବିନାଶୀ ପିତାଙ୍କ ସହିତ ଅବିନାଶୀ ପ୍ରୀତି ରଖୁଥିବା ପିଲାମାନଙ୍କ ପାଇଁ ଏହି ସଙ୍ଗମ ଯୁଗର ପ୍ରତିଟି ମୁହୂର୍ତ୍ତ ଜୀବନରେ ନବୀନତା ଭରି ଦେଇପାରିବ। ବାବା ଏହାର ମଧ୍ୟ ଅଭିନନ୍ଦନ ଦେଉଛନ୍ତି, କାରଣ ଏହି ସଙ୍ଗମ ଯୁଗୀ ବ୍ରାହ୍ମଣ ଜୀବନର ପାଳନାର ଆଧାର ହିଁ ହେଉଛି ଅଭିନନ୍ଦନ। ପିତା ସ୍ୱରୂପରେ ଭଗବାନ ଅଭିନନ୍ଦନ ବା ଶୁଭକାମନା କରୁଛନ୍ତି। ଶିକ୍ଷକ ସ୍ୱରୂପରେ ସବୁ ସମୟରେ ସାବାସ ସାବାସର ବାଣୀ ହିଁ ସମ୍ମାନର ସହିତ ଉତ୍ତୀର୍ଣ୍ଣ କରିଦେଉଛି ଏବଂ ସଦ୍ଗୁରୁ ରୂପରେ ପ୍ରତ୍ୟେକ ଶ୍ରେଷ୍ଠ କର୍ମ ଆଧାରରେ ମିଳୁଥିବା ଆଶୀର୍ବାଦ ସହଜରେ ମଉଜ ଭରା ଜୀବନର ଅନୁଭବ କରାଉଛି। ସେଥିପାଇଁ ବାସ୍ତବରେ ତୁମେ ସଙ୍ଗମଯୁଗୀ ବ୍ରାହ୍ମଣମାନେ ପଦମାପଦମ ଭାଗ୍ୟଶାଳୀ ଅଟ, ଯେହେତୁ ସ୍ୱୟଂ ଭାଗ୍ୟ ବିଧାତା ବାବା ତୁମର ପିତା ଅଟନ୍ତି। ଦୁନିଆରେ ବିଶେଷ ଦିନମାନଙ୍କରେ ଅଭିନନ୍ଦନ ଜଣାଇଥାନ୍ତି ପରସ୍ପରକୁ, ପରନ୍ତୁ ଭଗବାନ କହୁଛନ୍ତି ତୁମମାନଙ୍କୁ ମୁଁ ପ୍ରତ୍ୟେକ ଦିନ ପ୍ରତି ମୁହୂର୍ତ୍ତରେ ଅଭିନନ୍ଦନ ଜଣାଉଛି। ସେଥିପାଇଁ ସାରା କଳ୍ପର ମଜା ଏହି ସଙ୍ଗମ ଯୁଗୀ ବ୍ରାହ୍ମଣ ଜୀବନରେ କରୁଛ, କାରଣ ସବୁ କିଛିର ଜ୍ଞାନ ବର୍ତ୍ତମାନ ହିଁ ତୁମମାନଙ୍କୁ ପ୍ରାପ୍ତ ହେଉଛି। ଭବିଷ୍ୟ ପୂଜ୍ୟ ପଣିଆର ଏବଂ ରାଜ୍ୟ କରିବାର ମଉଜ ମଧ୍ୟ ଏବେ ଅନୁଭବ କରୁଛ। ବାବା କହୁଛନ୍ତି ଏହି ବର୍ଷକୁ ସମାରୋହ ପାଳନ କରିବା ଦରକାର। ସନ୍ତାନମାନଙ୍କ ମନରେ ଆସୁଛି କି ତପସ୍ୟା କରିବୁ ନା ସମାରୋହ କରିବୁ। ବାବା କହୁଛନ୍ତି ତପସ୍ୟା ହିଁ ହେଉଛି ସବୁଠାରୁ ବଡ଼ରୁ ବଡ଼ ସମାରୋହ, କାରଣ ତପସ୍ୟା କହିଲେ ଦୁନିଆରେ ବୁଝନ୍ତି ଅତି କଠିନ କାର୍ଯ୍ୟ, କାରଣ ହଠଯୋଗକୁ ହିଁ ତପସ୍ୟା କୁହାଯାଇଥାଏ। ପରନ୍ତୁ ମୁଁ ତୁମ ସନ୍ତାନମାନଙ୍କୁ ସହଜ ରାଜଯୋଗ ବା ତପସ୍ୟାର ଶିକ୍ଷା ଦେଉଛି, ଯଦ୍ୱାରା ତୁମେମାନେ ଆରାମରେ ବାବାଙ୍କ ସହିତ ମଉଜ ମନାଉଛ।
ମୋ ସହିତ ମିଳନର ମଉଜ, ସର୍ବପ୍ରାପ୍ତିର ମଉଜ, ଭଗବାନଙ୍କର ନିକଟବର୍ତ୍ତୀ ହେବାର ମଉଜ, ସମାନ ସ୍ଥିତିର ମଉଜ ଇତ୍ୟାଦି, ତେବେ ଏହା ସମାରୋହ ହେଲା ନା? ତପସ୍ୟାର ବାତାବରଣ ଆତ୍ମାମାନଙ୍କୁ ବାଣୀର ସମାରୋହ ଠାରୁ ମଧ୍ୟ ବାବାଙ୍କ ପ୍ରତି ଅଧିକ ଆକର୍ଷିତ କରିଥାଏ। ଯେପରି ତରଙ୍ଗ ଦ୍ୱାରା ମୋବାଇଲ ଫୋନ୍ କ୍ଷିପ୍ର ଗତିରେ କାର୍ଯ୍ୟ କରିଥାଏ ନା? କାରଣ ତପସ୍ୟା ହେଉଛି ଏକ ଆଧ୍ୟାତ୍ମିକ ଚୁମ୍ବକ ସଦୃଶ, ଯାହାକି ଆତ୍ମାମାନଙ୍କୁ ଦୂରରୁ ହିଁ ଶାନ୍ତି ଏବଂ ଶକ୍ତିର ଅନୁଭବ କରିଥାଏ। ସେଥିପାଇଁ ପ୍ରତ୍ୟହ ନୂତନ ବିଶେଷତାକୁ ଧାରଣ କରିଚାଲ, ଏହାର ଚେକିଂ କରିଚାଲ କେତେ ଦୂର ମୋର ଧାରଣା ହେଲାଣି। ତା ସହିତ ବାଣୀରେ ମଧୁରତା, ସନ୍ତୁଷ୍ଟତା ଆଉ ସରଳତାର ନବୀନତା କେତେ ପରିମାଣରେ ପ୍ରାପ୍ତ ହୋଇଛି ତାହା ମଧ୍ୟ ଚେକ୍ କର। ଏହି ତିନିଟି ଯାକ ବିଶେଷତା ନିଜକୁ ତଥା ଅନ୍ୟ ଆତ୍ମାମାନଙ୍କୁ ଅନୁଭବ ହେବା ଦରକାର। ପ୍ରତ୍ୟେକ କର୍ମର ପ୍ରତ୍ୟକ୍ଷ ଫଳ ବା ଭବିଷ୍ୟ ପାଇଁ ଜମା ହେଉଥିବା ଫଳ ବର୍ତ୍ତମାନ ଅନୁଭବ ହେବା ଦରକାର। ପ୍ରତ୍ୟକ୍ଷ ଫଳ ସ୍ୱରୂପ ସର୍ବଦା ଖୁସି ଏବଂ ଶକ୍ତି ରୂପୀ ପ୍ରସନ୍ନତାର ଅନୁଭୂତି ମଧ୍ୟ ହେଉଥିବ ଏବଂ ଭବିଷ୍ୟତ ପାଇଁ ଜମା ମଧ୍ୟ ହେଉଥିବ। ତେବେ ଯାଇ ସର୍ବଦା ନିଜକୁ ଭରପୁର ବା ସମ୍ପୂର୍ଣ୍ଣ ଭଳି ଅନୁଭବ କରିପାରିବ। କୌଣସି ବି ଆତ୍ମା ସମ୍ବନ୍ଧ ସମ୍ପର୍କରେ ଆସିଲେ ବା ସେମାନଙ୍କ ସହିତ ସମ୍ବନ୍ଧ ସମ୍ପର୍କରେ ତୁମେ ଆସୁଛ ତ ସେମାନଙ୍କୁ ମାଷ୍ଟର ଦାତା ସ୍ୱରୂପ ଦ୍ୱାରା କୌଣସି ନା କୌଣସି ପ୍ରାପ୍ତିର ଅନୁଭବ କରାଅ। ଏହିପରି ବତୀଘର ସଦୃଶ ହୋଇ ମାୟାର ଦୋଛକିରେ ବାଟ ବଣା ହୋଇ ଘୁରି ବୁଲୁଥିବା ଆତ୍ମିକ ଭାଇମାନଙ୍କୁ ବାଟ ଦେଖେଇ ଚାଲ। ସମସ୍ତଙ୍କୁ ମୁକ୍ତି ଆଉ ଜୀବନ ମୁକ୍ତିର ରାସ୍ତା ଦେଖେଇ ଚାଲ। ଶୁଦ୍ଧ ସଂକଳ୍ପ ଏବଂ ଶ୍ରେଷ୍ଠ ସଙ୍ଗ ଦ୍ୱାରା ହାଲୁକା ହୋଇ ଖୁସିର ନୃତ୍ୟ କରୁଥିବା ଅଲୌକିକ ଫରିସ୍ତା ବା ପରି ହେଇଯାଅ। ସେଥିପାଇଁ ପ୍ରତ୍ୟେକ ଦିନ ବାବାଙ୍କର ଶ୍ରୀମତ ବା ମୁରଲୀ, ଯାହାକି ଶୁଦ୍ଧ ସଂକଳ୍ପର ଭଣ୍ଡାର ଅଟେ, ତାହାକୁ ଶ୍ରଦ୍ଧାର ସହିତ ପଢ଼ି ଚାଲ ଏବଂ ଧାରଣା କରିଚାଲ। ଶୁଦ୍ଧ ସଂକଳ୍ପର ଚିନ୍ତନରେ ନିଜର ବୁଦ୍ଧିକୁ ବ୍ୟସ୍ତ ରଖ ଏବଂ ସର୍ବଦା ବାବାଙ୍କ ସଙ୍ଗରେ ରୁହ। ତେବେ ସଦାସର୍ବଦା ହାଲୁକା ସ୍ଥିତିର ଅନୁଭବ ହେବା ସହିତ ଖୁସିରେ ନାଚିବାକୁ ଲାଗିବ। ପରମାତ୍ମ ସ୍ନେହର ପାଳନାର ସ୍ୱରୂପ ହେଉଛି ସହଜ ଯୋଗୀ ଜୀବନ, ଅର୍ଥାତ୍ ବିନା ପରିଶ୍ରମରେ ସ୍ୱତଃ ବୁଦ୍ଧିର ଯୋଗ ପରମାତ୍ମାଙ୍କ ସହିତ ଲାଗି ରହୁଥିବ, ଅନ୍ୟ କୌଣସି ଦେହଧାରୀଙ୍କ ସହିତ ନୁହେଁ କି ପୁରୁଣା ଦୁନିଆ ବସ୍ତୁ ବୈଭବ ସହିତ ବି ନୁହେଁ। ଆଚ୍ଛା, ଆଜି ପାଇଁ ଏଇଠାରେ ଆମେମାନେ ବିରାମ ନେବା। ଆସନ୍ତାକାଲି ଆମେ ସମସ୍ତ ଆତ୍ମାମାନେ ଏକତ୍ରିତ ହୋଇ ସେହି କଲ୍ୟାଣକାରୀ ପତିତ ପାବନ ପରମାତ୍ମାଙ୍କର ଆଉ କିଛି କଲ୍ୟାଣକାରୀ ମହାବାକ୍ୟକୁ ଆଲୋଚନା କରିବା, ଧାରଣା କରିବା, ନିଜକୁ ପରିବର୍ତ୍ତନ କରିବା ସହିତ ସାରା ବିଶ୍ୱର ଆତ୍ମାମାନଙ୍କୁ ମଧ୍ୟ ପରିବର୍ତ୍ତନ କରିଚାଲିବା। ସାରା ବିଶ୍ୱର ଆତ୍ମାମାନଙ୍କର କଲ୍ୟାଣ ହେଉ,
ସମସ୍ତେ ସୁଖ ଆଉ ଶାନ୍ତିର ଅନୁଭବ କରିଚାଲନ୍ତୁ। ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।